जय जगन्नाथ। आपण मैंने केमती अच्छा भले थे मु भलरे अच्छी कहानी किचन को आपण को स्वागत करुच्ची। पणा संक्रांति उपलक्षे मु करी बेल पणा। आपण तो जानी थे पणा संक्रांति दिन घरे घरे आम ओडिया मानकर बेल पणा होता सहित टिके भांग पड़ी बिना भांगे मुझे आपड़ जदि भांग खाती ताल भांग दे पारे। देखो केते सुंदर है बेल पणा। आ बेल तो आप जानी देहपाई और पेटपाई केते उपकार। आपको स्किप करवा ना आमर सीजन अनुसार बहुत मार्केट में बहुत बढ़िया बढ़िया बेल मिल। ଆପଣ ଏ ବେଲ ପଣାଟା ନିଶ୍ଚିତ କରିବେ, ଆଦୌ ବି ସ୍କିପ୍ କରିବେ ନାହିଁ। ଦେଖନ୍ତୁ ଫାଷ୍ଟ ନେଇଯିବା ଆମେ ବେଲ। ବେଲ ପଣା ପାଇଁ ସାମଗ୍ରୀ ନେଇଛି ଦେଖନ୍ତୁ ନଡ଼ିଆ କୋରା, ଛେନା, ଗୁଡ଼, କଦଳୀ, ନଡ଼ିଆ ଆଉ ବେଲ, ଆଉ କିଛି ଗୋଲମରିଚ ଗୁଣ୍ଡ ଦେଖନ୍ତୁ, ଆଉ ଗୁଜୁରାତି ଗୁଣ୍ଡ। ବେଲଟା ଆମେ ପାଚିଛି ବୋଲି କେମିତି ଜାଣିବା? ଶୁଙ୍ଘିବା ଯେତେବେଳେ ବାସ୍ନା ହେବ ଆମେ ଜାଣିବା ଯେ ପାଚିଲା ବେଲ। ଦେଖନ୍ତୁ ଆଉ ଗୋଟେ ଚାମଚ ନେଇଛି ଗୁଜୁରାତି, ଆଉ ଗୋଟେ ଚାମଚ ଗୋଲମରିଚ। ଗୋଲମରିଚ ନିହାତି ଦରକାର ବେଲପଣାରେ। ଦେଖନ୍ତୁ ବେଲଟା ଏମିତି ପାଚିଲା, ଆପଣ ତ ଦେଖିପାରୁଥିବେ ପୁରା ହଳଦୀ ହେଇଛି। ମୁଁ ଏମିତି ବେଲକୁ ଭାଙ୍ଗି ଦେଉଛି। ଦେଖନ୍ତୁ ବହୁତ ଭଲ ଭାବରେ ପାଚି ଯାଇଛି। ତାକୁ ନା ଗୋଟେ ଚାମଚ ସାହାଯ୍ୟରେ ଆମେ କାଢ଼ିଦେବା। ଗୋଟେ ବଡ଼ କଂସା ବାଉଲ ନେବା, ତା ଦେହରେ ସବୁ ଏମିତି କାଢ଼ିଦେବା, ମାନେ କୋରିଦେବା। ଆପଣ ଯେଉଁ କୋରଣା ଥିବ ଯଦି କୋରଣାରେ କାଢ଼ିଦେବେ, ନହେଲେ ଏମିତି ଚାମଚ ସାହାଯ୍ୟରେ ବି କାଢ଼ିଦେଲେ ଭଲ ଭାବରେ ବାହାରିଯିବ। ତାରେ ପାଣି ଦେଇକି ଆମେ ଭଲ ଭାବରେ ଚକଟିବା। ଚକଟିଲେ ତା ଯେଉଁ ମଞ୍ଜି ଅଛି ସେ ମଞ୍ଜି ଆଉ ତାର ମାନେ ଚୋପା ଯେଉଁଗୁଡ଼ା ସବୁ ଥାଏ ଲାଗିଥିବ ସେଗୁଡ଼ା ସବୁ କାଢ଼ିଦେବା। ଶିର ଥାଏ ସେସବୁ କାଢ଼ିଦେବା ଆମେ। ଯଦି ଆପଣ ମାନେ କାଢ଼ିବା ପାଇଁ ଦେଖନ୍ତୁ କେତେ ଚକଟିଲା ବେଳକୁ କେତେ ବହଳିଆ ହେଇଗଲାଣି ଆପଣ ଦେଖାଉଛି। ଆପଣ ଆହୁରି ବି ପାଣି ଦେବେ। ଦେଖନ୍ତୁ ମୁଁ ଏମିତି ପାଣି ଦେଇଦେଲି। ଆପଣ ଚାହିଁଲେ ପତଳା କରିପାରିବେ, କାଠୁଆ କରିପାରିବେ, ଆପଣ ଫ୍ୟାମିଲି ମେମ୍ବର ଅନୁସାରେ। ଗୋଟିଏ ପଣା ବେଲ ଦେଇଛି, ଆପଣ ଚାହିଁଲେ ଅଧିକା ବେଲରେ ବି କରିପାରିବେ। ତ ଏମିତି ଚିପୁଡ଼ି ଦେବା, ଚିପୁଡ଼ିକି କାଢ଼ିଦେବା। ଦେଖନ୍ତୁ ମୁଁ ଗୋଟେ ବାଉଲ ନେଇଯାଇଛି, ଗୋଟେ ଛଣା ନେଇଯାଇଛି। ଏ ଛଣାରେ ଆମେ ଛାଣିଦେବା। ଆଉ ଯେଉଁ ମଞ୍ଜି ସବୁ ଥିବ ଆମେ ଏମିତି ଛାଣିଦେବା। ଏମିତି ଗୋଳେଇ ଗୋଳେଇ ଆପଣ ଭଲ ଭାବରେ ଛାଣିଦେବେ। ଆଉ ଟିକେ ପାଣି ଦେଇକି ଯଦି ଆମର ବହଳିଆ ହେଇଥିବ ନା ଟିକେ ପାଣି ଛିଞ୍ଚି ଛିଞ୍ଚି ଦେଇ ଏମିତି କାଢ଼ିଦେବା। ଏମିତି ସବୁଯାକ ପଲ୍ ଦେଇଦେବା। ଛାଣି ଦେଇକି ଯାହା ମଞ୍ଜି ରହିବ ଆଉ ସବୁ କାଢ଼ିଦେବା। ଆଉ ଟିକେ ବି ଏମିତି ଗୋଳେଇଦେବା। ମୁଁ ଭଲ ଭାବରେ କାଢ଼ିକି ଦେଖନ୍ତୁ ପଣା ଆମର ହେଇଗଲା ରେଡ଼ି। ତା ଦେହରେ ଦେବା ଗୁଡ଼, କିଛି ନଡ଼ିଆ। ମୁଁ ଅଳ୍ପ ନଡ଼ିଆ ଦେଇଛି, ଆପଣ ଯଦି ଅଧିକା ନଡ଼ିଆ ଖାଆନ୍ତି ତାହେଲେ ଦେଇପାରିବେ। ଛେନା, ଗୋଲମରିଚ ଗୁଣ୍ଡ, ଗୁଜୁରାତି ଗୁଣ୍ଡ, ଆଉ କଦଳୀକି ପାଚିଲା କଦଳୀକି ଭଲ ଭାବରେ ଚକଟି ଦେବା ହାତରେ। ଦେଖନ୍ତୁ ଭଲ ଭାବରେ ଚକଟି ଦେବା। ବେଲର ନା ନ୍ୟାଚୁରାଲ୍ କଲର୍ କେତେ ସୁନ୍ଦର ଆସିଛି ଆପଣ ଦେଖୁଥିବେ। ଆଉ ବାସ୍ନା ତ ପୁରା ଭରି ଭରି ଆସୁଛି। ଭଲ ଭାବରେ ଏମିତି ଚକଟି ଦେବା। ଦେଖନ୍ତୁ ବର୍ତ୍ତମାନ ହେଇଗଲା। କେତେ ବହଳିଆ ହେଇଛି। ଆପଣ ଚାହିଁଲେ ବି ପାଣି ଦେଇପାରିବେ। ଏବେ 2-4 ଜଣ ଆମେ ପିଇବୁ, ଏତେ ପାଣି ଦରକାର ନାହିଁ। କାଲି ତ ମାର୍କେଟ ଯାଇଥିଲୁ, ବହେ ବେଲ ଗଦା ହେଇଛି, କିନ୍ତୁ ପାଚିଲା ବେଲ ମୁଁ ଶୁଙ୍ଘି ଶୁଙ୍ଘିକି ଆଣିଲି। କୁସୁମ ମାର୍କେଟରେ ଏପଟ ସେପଟ ଖାଲି ବେଲ, କିନ୍ତୁ କଞ୍ଚା ବେଲ ବହୁତ ଥିଲା। ପାଚିଲା ବେଲ ମୁଁ ବାଛିକି ଶୁଙ୍ଘିଲି, ଯେଉଁଟା ବାସ୍ନା ହେଲା ସେଇଟା ଆଣିଲି। ଦେଖନ୍ତୁ ଆଉ ସେ ବେଲ ଦିହରେ ଦେଇଛି। ବେଲ ପଣା ବହୁତ ବଢ଼ିଆ ଲାଗୁଛି। ମୁଁ ଏମିତି କରିକି ମୋ ପିଲାମାନଙ୍କୁ ଦେଇଦିଏ, ସେମାନେ ଖୁସିରେ ଖୁସିରେ ପିଇଦେବେ। ଦେଖନ୍ତୁ ସାଇଡ଼୍ ସବୁ ଏମିତି କଦଳୀ ଦେଇଦେବା। ବେଲ ନା ଦେହ ପାଇଁ ବହୁତ ଉପକାରୀ। ଆଦୌ ବି ଆପଣ ସ୍କିପ୍ କରିବେ ନାହିଁ। ଆଉ ସଂକ୍ରାନ୍ତି ଦିନ ତ ଆପଣ ସିଓର କରନ୍ତୁ।
तापर किसी गुड़ दे दीजिए, किसी अंगूर, किसी टूटी फुटी आ किसमिस आउ चेरी देदेबा। आमर हो गला पणा हो गला रेडी।